Dear students, today we shall read the lesson 1 of part 2 of your English book, the chapter name of which is The Riddle Master. The Riddle Master ଅର୍ଥାତ୍ ପ୍ରହେଳିକାର ଗୁରୁ। ରିଡେଲର ଅର୍ଥ ହେଉଛି ପ୍ରହେଳିକା ବା ରହସ୍ୟାବୃତ ପ୍ରଶ୍ନ, ଯାହାର ସମାଧାନ କଷ୍ଟକର ହୋଇଥାଏ ବା ତାହାକୁ ଆମେ ପହଡ଼ି ମଧ୍ୟ କହିଥାଉ, ଢଗଢମାଡ଼ି ମଧ୍ୟ କୁହାଯାଏ। ଏହି ଚାପ୍ଟରର ଆରମ୍ଭରେ କେତୋଟି ରିଡେଲ ଦିଆହେଇଛି, ତାକୁ ଆମେ ବୁଝିବା। ପ୍ରଥମଟି ହେଉଛି ହୁ ହ୍ୟାଜ୍ ଆଇ ବଟ୍ କ୍ୟାନଟ୍ ସି, କାହାର ଆଖି ଅଛି ଯିଏ ଦେଖିପାରେ ନାହିଁ। ଏହାର ଅର୍ଥ ହେଉଛି ନଡ଼ିଆ। ସେକେଣ୍ଡ ରିଡେଲ ଦିଆହେଇଛି ଫାୟାର ଅପ୍ ଫାୟାର ଡାଉନ୍, ଇନସାଇଡ୍ ସ୍ଲିପ୍ସ ଏ ମ୍ୟାନ୍ ହୁଜ୍ ଫେସ୍ ଇଜ୍ ବ୍ଲାକ୍ ଆଣ୍ଡ ବ୍ରାଉନ୍, ଅର୍ଥାତ୍ ନିଆଁ ଉପରେ ଜଳୁଛି, ନିଆଁ ତଳେ ଜଳୁଛି, ଆଉ ତା ମଧ୍ୟରେ ଜଣେ ଲୋକ ଶୋଇଛି ଯାହାର ଚେହେରା କଳା ଏବଂ ବାଦାମୀ ରଙ୍ଗର ହେଇଛି। ଏହାର ଅର୍ଥ ହେଉଛି ମରିଯାଇଥିବା ମଣିଷ ଯିଏ ଜୁଇରେ ଜଳେ। ତାପରେ ଥାର୍ଡ ଅଛି I am kicked right and left, here is my only food, tell who I am if you are good। ଏହାର ଅର୍ଥ ହେଉଛି ଫୁଟବଲ। ଏବେ ଏହିପରି ଆହୁରି କେତେକ ରିଡେଲ ଜାଣିବା ପାଇଁ ଆମେ ଏହି କାହାଣୀ ପଢ଼ିବା। ଏହି କାହାଣୀଟି ଜଣେ ସାନ୍ତାଳୀ ଲୋକଙ୍କ ବିଷୟରେ ଅଛି, ଯାହାଙ୍କର ନାମ ହେଉଛି ବୁଦ୍ଧୁ ଆଡମ। SGP1 ଷ୍ଟାର୍ଟ କରିବା। Every evening children sit round Buddhu Adam to listen to his stories। ପ୍ରତ୍ୟେକ ସନ୍ଧ୍ୟାରେ ପିଲାମାନେ ବୁଦ୍ଧୁ ଆଡମଙ୍କ ଚାରିପଟେ ଘେରି ବସନ୍ତି ତାଙ୍କଠୁ କିଛି କାହାଣୀ ଶୁଣିବାକୁ। There is no one in the village who can tell stories like ବୁଦ୍ଧୁ ଆଡମ। ଗାଁରେ କେହି ଏଭଳି ଲୋକ ନଥିଲେ ଯିଏ ବୁଦ୍ଧୁ ଆଡମଙ୍କ ଭଳି ଗପ କହିପାରୁଥିଲେ। He can tell you about the thieves and the widow's son। ସେ ତୁମକୁ ଚୋର ଏବଂ ବିଧବାଙ୍କ ପୁଅଙ୍କ ବିଷୟରେ କାହାଣୀ କହିପାରିବେ। Seven brothers and one sister। 7 ଭାଇ ଏବଂ ଏକ ଭଉଣୀ ବିଷୟରେ ମଧ୍ୟ ସେ କାହାଣୀ କହିପାରିବେ। He can also tell you the story of the wicked jackal। ସେ ତମକୁ ଦୁଷ୍ଟ ବିଲୁଆ ବିଷୟରେ ମଧ୍ୟ କାହାଣୀ କହିପାରିବେ। There is no end to his stories। ତାଙ୍କ କାହାଣୀର କୌଣସି ଅନ୍ତ ନଥିଲା। ସେ ଏତେ କାହାଣୀ ଜାଣିଥିଲେ, ଏତେ ଗପ ଜାଣିଥିଲେ ଯେ ତାର ଶେଷ ହଉନଥିଲା। He is also very good at riddles and his stories are also full of riddles। He is also very good at riddles। ସେ ରିଡେଲ ଅର୍ଥାତ୍ ପ୍ରହେଳିକା କହିବାରେ ମଧ୍ୟ ପାରଙ୍ଗମ ଥିଲେ ଏବଂ ତାଙ୍କର ଗପଗୁଡ଼ିକ ଏହି ପହଡ଼ି ବା ଢଗଢମାଡ଼ିରେ ପରିପୂର୍ଣ୍ଣ ଥିଲା। There is no riddle which he cannot solve। ଏପରି କୌଣସି ରିଡେଲ ନଥିଲା ଯାହାକୁ ସେ ସମାଧାନ କରିପାରୁନଥିଲେ, ଅର୍ଥାତ୍ ଯେକୌଣସି ପ୍ରକାର ରିଡେଲ ହଉ ସେ ତାକୁ ଅତି ସହଜରେ ସମାଧାନ କରିପାରୁଥିଲେ। So everyone calls him the riddle master। ତେଣୁ ତାଙ୍କର ଏହି ଗୁଣ ପାଇଁ ସମସ୍ତେ ତାଙ୍କୁ ରିଡେଲ ମାଷ୍ଟର ଅର୍ଥାତ୍ ପ୍ରହେଳିକା ଗୁରୁ ବୋଲି କହୁଥିଲେ। People need him more during marriages। ଲୋକମାନେ ତାଙ୍କୁ ବାହାଘର ସମୟରେ ବହୁତ ଖୋଜୁଥିଲେ। The bridegroom's party has to pay a goat or a pig if they fail to answer the riddle of the bride's party। ବାହାଘର ସମୟରେ ବର ପକ୍ଷ ଲୋକ ଯଦି କନ୍ୟା ପକ୍ଷ ଲୋକଙ୍କର ପ୍ରହେଳିକା ବା ରିଡେଲର ଉତ୍ତର ଦେଇପାରୁନଥିଲେ, ତେବେ ଜୋରିମାନା ଆକାରରେ ବର ପକ୍ଷକୁ ଏକ ଛେଳି କିମ୍ବା ଘୁଷୁରୀ
कन्या पक्ष को दिया जाउथिला। ब्राइड ग्रूम अर्थ बर और ब्राइड अर्थ कन्या। If Buddhu Adam is with them, the bridegroom's people are safe. ଯଦି ବୁଦ୍ଧୁ ଅଡମ ସେମାନଙ୍କ ସହିତ ଥାନ୍ତି, କୋଉମାନଙ୍କ ସହିତ? ବ୍ରାଇଡଗ୍ରୁମ୍ ପାର୍ଟି ଅର୍ଥାତ୍ ବରପକ୍ଷ ସହିତ ଯଦି ବୁଦ୍ଧୁ ଅଡମ ଥାନ୍ତି, ତେବେ ବରପକ୍ଷ ସମ୍ପୂର୍ଣ୍ଣ ଭାବେ ନିରାପଦ ଥାନ୍ତି। ଦେ ନିଡ୍ ନଟ୍ ପେ ଦ ଫାଇନ୍। ତାଙ୍କୁ ଆଉ ଜୋରିମାନା ଦେବାକୁ ପଡୁନଥିଲା। ବୁଦ୍ଧୁ ହାଡାମ ଷ୍ଟକ୍ ଇଜ୍ ଅଲସୋ ଫୁଲ୍ ଅଫ୍ ରିଡଲ୍ସ। ଅର୍ଥାତ୍ ବୁଦ୍ଧୁ ହାଡାମ କଥା କଥାରେ ମଧ୍ୟ ରିଡିଲ କହୁଥିଲେ ବା ପ୍ରହେଳିକା କହୁଥିଲେ। ଅର୍ଥାତ୍ ତାଙ୍କ କଥା ପ୍ରହେଳିକାପୂର୍ଣ୍ଣ ଥିଲା। ଡ୍ୟୁରିଂ ହଣ୍ଟିଂ ହି ୱିଲ୍ ନେଭର କଲ୍ ଏ ଲିଓପାର୍ଡ ଏ ଲିଓପାର୍ଡ। ହଣ୍ଟିଂ ଅର୍ଥ ଶିକାର, ହଣ୍ଟରୁ ହଣ୍ଟିଂ ହେଇଛି। ସେ ଶିକାର ସମୟରେ କେବେ ବି ଏକ ଚିତାବାଘକୁ ଚିତାବାଘ ବୋଲି କହୁନଥିଲେ। ଇଫ୍ ୟୁ କଲ୍ ଏ ଲିଓପାର୍ଡ ବାଇ ନେମ୍, ହି ସେଜ୍, ହି ୱିଲ୍ ନୋ ଆଣ୍ଡ କିଲ୍ ୟୁ। ବୁଦ୍ଧୁ ଅଡମଙ୍କ ଅନୁସାରେ ଯଦି ତମେ ଗୋଟେ ଲିଓପାର୍ଡ ଅର୍ଥାତ୍ ଚିତାବାଘକୁ ତା ନାଁ ଧରି ଡାକିବ, ତେବେ ସେ ଜାଣିପାରିବ ଏବଂ ତମକୁ ମାରିଦେବ। ସୋ ହି କଲ୍ସ ଇଟ୍ ଏ ୱାଇଲ୍ଡ କ୍ୟାଟ୍ ଅର୍ ଏ ହର୍ନଲେସ୍ ବୁଲକ୍। ତେଣୁ ସେ ତାକୁ ଏକ ବଣୁଆ ବିରାଡ଼ି ବା ବଣ ବିରାଡ଼ି ବା ହର୍ନଲେସ୍ ବୁଲକ୍। ହର୍ନଲେସ୍ ବୁଲକ୍ କଥା ଶିଙ୍ଗ ନଥିବା ବଳଦ ବୋଲି କହୁଥିଲେ। ହର୍ନଲେସ୍, ହର୍ନ ଅର୍ଥ ଶିଙ୍ଗ, ହର୍ନଲେସ୍ ଅର୍ଥାତ୍ ଶିଙ୍ଗ ନଥିବା। ବୁଲକର ଅର୍ଥ ତମେ ଜାଣିଛ ବଳଦ। ତେଣୁ ତାକୁ କଣ କହୁଥିଲେ? ବଣ ବିରାଡ଼ି ବା ଶିଙ୍ଗ ନଥିବା ବଳଦ ବୋଲି କହୁଥିଲେ। ସିମିଲାରଲି ହି କଲ୍ସ ଏ ବିୟର ଏ ହେୟାରି କ୍ୟାଟରପିଲର। ସେହିପରି ସେ ଏକ ଭାଲୁକୁ ହେୟାରି କ୍ୟାଟରପିଲର ବୋଲି କହୁଥିଲେ। କ୍ୟାଟରପିଲର ଅର୍ଥ ହେଉଛି ସଁବାଳୁଆ। ହେୟାରି ଅର୍ଥାତ୍ ଯାହା ଦେହ ସାରା ରୁମ ଭର୍ତ୍ତି ହେଇଥାଏ। ତେଣୁ ଏକ ଭାଲୁକୁ ସେ କଣ କହୁଥିଲେ? ରୁମ ଥିବା ସଁବାଳୁଆ। ହି ଡଜ୍ ନଟ୍ ୱାଣ୍ଟ ଟୁ ହର୍ଟ ଏନିୱାନ୍। ସେ କାହାକୁ ମଧ୍ୟ କେବେ ବି କ୍ଷତି ପହଞ୍ଚାଇବାକୁ ଚାହୁଁନି ବା ଆଘାତ ପହଞ୍ଚାଇବାକୁ ଚାହୁଁଥିଲେ। ହର୍ଟ ଅର୍ଥ କ୍ଷତି ବା ଆଘାତ ପହଞ୍ଚାଇବା। When he finds someone losing his teeth, ଯେତେବେଳେ ସେ କାହାକୁ ଦେଖୁଥିଲେ ତାର ଦାନ୍ତ ଝଡ଼ି ଯାଉଥିବାର ବା ପଡ଼ି ଯାଉଥିବାର, he will say, your white stones are falling. ସେ କହୁଥିଲେ ତମ ଧଳା ପଥର ଗୁଡ଼ିକ ଖସି ଯାଉଛି ବା ପଡ଼ି ଯାଉଛି। When someone is dead, he says, he has gone to hurt the alligator. ଯେତେବେଳେ କେହି ଜଣେ ମରି ଯାଉଥିଲା, ସେ କହୁଥିଲେ କଣ? He has gone to hurt the alligator. alligator ଅର୍ଥ କୁମ୍ଭୀର, hurt ଅର୍ଥ ଚରାଇବା। ସେ କହୁଥିଲେ ସେ ଲୋକଟି କୁମ୍ଭୀର ମାନଙ୍କୁ ଚରାଇବାକୁ ଯାଇଛି। ଏବେ ଆମେ comprehension question discuss କରିବା। Number 1. What are these paragraphs about? Answer. These paragraphs are about Buddhu Adam and his stories and riddles. Number 2. Name 2 stories that Buddhu Adam usually tells his listeners. Answer. Name of the 2 stories that Buddhu Adam usually tells his listeners are 7 Brothers and 1 Sister and Wicked Jackal. Number 3. Why do people call him Riddle Master? Answer. People call him Riddle Master because he is expert in making riddles. He can describe any story in terms of riddles, and he can also solve any riddle how difficult it may be. Number 4. If a bridegroom's party fails to answer a riddle, what do they pay? Answer. If a bridegroom's party fails to answer a riddle, then they have to pay a goat or a pig. Number 5. Why do people need Buddhu Adam during marriages? Answer. People need Buddhu Adam during marriages because he is very good at riddles and he can solve any riddle asked by the bride's party to save the groom's party from paying a goat or a pig.
Number 6. Why does not Buddhu Adam call a leopard a leopard? Answer. According to Buddhu Adam, if one calls a leopard by name, it will know that and kill him. So he does not call a leopard a leopard. Number 7. What does he call a leopard? Answer. He calls a leopard a wild cat or a hornless bullock. Number 8. What does he call a bear? Answer. He calls a bear a hairy caterpillar. Number 9. Which line gives you the main idea of the second paragraph? Answer. He does not want to hurt anyone. This line gives the main idea of the second paragraph. Number 10. What does he mean to say? Answer. He means to say that no one should make joke of anyone in his adverse situation, nor should he hurt the feelings of others. Number 11. What does he say when someone is dead? Answer. When someone is dead, he says he has gone to hurt the alligator. Thank you, students.